ଯଦି ମନ ପବିତ୍ର ରହିଲା ତାହେଲେ ମନ ଖୁସିରେ ରହିଲା। ମୁଁ ଆପଣଙ୍କୁ ଗୋଟେ ଛୋଟ ଷ୍ଟୋରି କହିକି ଏଟାର ଏକ୍ସାମ୍ପଲ ଦେଇଛି। ଶ୍ରୀ ଅରବିନ୍ଦଙ୍କୁ ଇଂରେଜ ମାନେ କାରାଗାରରେ ପକେଇଦେଲେ। ଶ୍ରୀ ଅରବିନ୍ଦ କେବଳ ଗୋଟେ ଶ୍ରୀମଦ୍ ଭାଗବତ ଗୀତା ନେଇକି ସେ କନଫାଇନମେଣ୍ଟ ରହିଲେ। ସେ କନଫାଇନମେଣ୍ଟ ଏମିତି ଥିଲା ଯେ ତାଙ୍କୁ କୌଣସି ଲୋକ କେବେ ଦେଖା କରିବେନି, ଗୋଟିଏ ହିଁ ଟଏଲେଟ, ଖାଇବାକୁ କିଏ ଦେଲା ସେଟା ବି ତାଙ୍କୁ ଦେଖେଇବେନି, କେବଳ ହାତଟି ସେ ଦେଖିବେ। ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଶ୍ରୀ ଅରବିନ୍ଦ ଯେତେବେଳେ ବାହାରିଲେ ସିଏ ଭଗବତ ବାସୁଦେବ ସ୍ୱରୂପ ହେଇକି ବାହାରିଲେ। ତ ସେଇଠି ମନର ଯଦି ଅନ୍ୟ କୌଣସି ଲୋକ ହେଇଥାନ୍ତା ତାହେଲେ ସେ ତ ଡିପ୍ରେସନ ମରି ଯାଇଥାନ୍ତା। କିନ୍ତୁ ସେ ସେଇ ଯୋଉ ସିଚୁଏସନ ଟାକୁ ନିଜର ସାପେକ୍ଷ କରିକି ତରିଗଲେ। ତ ସେଠି ସେ କୋଉ ଟେକ୍ନିକ ଟା ୟୁଜ ହେଲା ଯଦି ଆମେ ଜ୍ୟୋତିଷରୀ ହିସାବରେ ଦେଖିବା, କି ତାଙ୍କର ମନ ଶ୍ରୀମଦ୍ ଭାଗବତ ଗୀତାରେ ସନ୍ନିହିତ ହେଇଗଲା।